ଏଇଟା ଦେଖିପାରୁଥିବେ କ'ଣ ଆପଣମାନେ ତ ଜାଣିଥିବେ ଏଇଟା କ'ଣ କେଉଁ ଜିନିଷଟା। ତ ସାଙ୍ଗମାନେ ଆଉ ଗୋଟେ ନୂଆ ଭିଡ଼ିଓ ଆପଣଙ୍କୁ ସ୍ୱାଗତ କରୁଛି। ମୁଁ ସାନିଆ। ତ ବର୍ତ୍ତମାନ ଦେଖିବ ତ ମୁଁ ବସିଛି ଏଠି ମୋର ନୂଆ ପଡ଼ିଆ। ତ ଏଠାରେ କିଛି ମୁଁ ବର୍ତ୍ତମାନ ନୂଆ ଜିନିଷ ଲଗାଉଛି ଫାଷ୍ଟ ଥର ପାଇଁ। ଦେଖିପାରୁଥିବା ଏଇଟା ଦେଖିପାରୁଥିବେ କ'ଣ ଆପଣମାନେ ତ ଜାଣିଥିବେ ଏଇଟା କ'ଣ କେଉଁ ଜିନିଷଟା। ସାଙ୍ଗମାନେ ଏଇଟାକୁ ମୁଁ ଫାଷ୍ଟ ଥର ପାଇଁ ମୋ ବାଡ଼ିରେ ଲଗାଉଛି, ଆମ ବଗିଚାରେ ପୋଟଳ ଚାରା। ଫାଷ୍ଟ ଥର ପାଇଁ ମୁଁ ଆଣିଛି ଏଗୁଡ଼ା ସବୁ। ତ ଦେଖିବା କେମିତି ହେଉଛି, କାହିଁକିନା ଆମ ଏରିଆରେ ତ ଚାଷ ହେଉନାହିଁ ପୋଟଳ ଚାରା ଆଉ ପୋଟଳ ଚାଷ ହେଉନାହିଁ, କିନ୍ତୁ ମୁଁ ଫାଷ୍ଟ ଥର ପାଇଁ ଆଣିଛି। କେତେ ମାତ୍ରାରେ ହେଉଛି ବା କେତେ ମାତ୍ରାରେ ହେଉନାହିଁ ମୁଁ ଜାଣିନି, କିନ୍ତୁ ଦେଖିବା ଲଗାଉଛି ଆଉ। ତ ହେଲେ ଦେଖିବା କେତେ ହେଉଛି ଆଉ। ତ ଦେଖେଇବି ଯେ ପୁରା ଭଲ ଲାଗେ ତ ଭଲ ହେଲା ତ ଭଲ, ନହେଲେ ହେଲେ ବି ଭଲ ଆଉ କ'ଣ କରିବା। ଯେହେତୁ ନିଜର ଚାରା ନାହିଁ, ଅଲଗା ଆଡ଼ୁ ଟ୍ରାନ୍ସଫର୍ କରିକି ଆଣିଛି। ଯଦି ଭଲ ହେଲା ତାହେଲେ ଖୁସି କଥା। ଦେଖିବା କ'ଣ ଅଛି। ତ ସାଙ୍ଗମାନେ ରୋଇ ତ ସରିଗଲା ପୋଟଳ। ବର୍ତ୍ତମାନ ପାଣି ମଡ଼େଇବା। ପାଇପ୍ ଆମର ଲମ୍ବା ହେଇଛି, ପୁରା ସୋଲାରରୁ ଆସୁଛି ପାଇପ୍। ତ ପାଣି ନ ମଡ଼େଇଲେ କାହିଁକିନା ମରିଯିବ। ତ ଏଠି ପାଣି ମଡ଼େଇଦେବା। କେମିତି ପୁରା ଧାଡ଼ି ଧାଡ଼ି କରି ଲଗା ହେଇଛି। ମୁଁ ଦେଖେଇବି। ପ୍ରଥମେ ତ ଇଆଡ଼େ ତ ଜଣା ପଡ଼ିବନି କାହିଁକିନା ବନ୍ଧା କରାହେଇଛି। ଏଇପଟେ ମୁଁ କିଛିଟା ହିଡ଼ ଦେଇଛି, ସେଇଟା ମୁଁ ଦେଖେଇବି ଆପଣଙ୍କୁ। ପୁରା ସେ ହିଡ଼ରେ ଦିଆହେଇଛି। ଏଇଟା ଦେଖିପାରୁଥିବେ, ଏଇଟା ଗୋଟେ ହିଡ଼। ପୁରା ଏଇଭଳିଆ ସୀତା ହେଇଯାଇଛି। ଏଇଟା ଗୋଟେ ହିଡ଼। ଦୁଇଟା ମାତ୍ର ମୁଁ ଦୁଇଟା ହିଡ଼ କରିଛି ଫାଷ୍ଟ ଥର। ଆଉ ସେପଟେ ସବୁ ମନ୍ଦା କରାହେଇଛି। ଶେଷ ମାନେ ଯେତେବେଳେ ଗଜା ବାହାରିବ ତା ନଟି ହେବ, ସେତେବେଳେ ତାକୁ ହିଡ଼ କରିଦେବା। କାହିଁକିନା ବର୍ତ୍ତମାନ ହିଡ଼ କଲେ ଖୁସା ଖୁସିକୁ ଅସୁବିଧା ହେବ। ମୁଁ ଅଳ୍ପ ଲଗେଇଛି, ଦେଖିବା କେମିତି ହେଉଛି ଆଉ।